କରିବା ସୁଜି ପରଟା ଦେଖନ୍ତୁ ମୁଁ ବହୁତ ସରୁ ସୁଜି ନେଇଛି ପତଲା ପତଲା ସୁଜି ତ ମୋଟା ସୁଜି ନେଲେ ବି ଚଳିବ। ଏବେ ଚାଲନ୍ତୁ କ'ଣ କରିବା ନା ଗ୍ୟାସରେ ଗୋଟେ ମୁଁ ପ୍ୟାନ୍ ବସାଇ ଦେଇଛି ସେଥିରେ ଜଷ୍ଟ ଅଳ୍ପ ତେଲ ଦେଇ ଦେଉଛି। ତେଲ ଦେଇ ଦେଇକି କିଛି ସମୟ ସୁଜିଟାକୁ ଫ୍ରାଏ କରିଦେଉଛି। ଫ୍ରାଏ କରିଦେଲେ ବହୁତ ବଢ଼ିଆ ଲାଗିବ, ବହୁତ ସଫ୍ଟ ବି ହେବ। ସେଥିପାଇଁ ମୁଁ ଟିକେ ଫ୍ରାଏ କରିଦେଉଛି। ଆପଣମାନେ ଚାହିଁଲେ ଫ୍ରାଏ କରିପାରିବେ, ନହେଲେ ନାହିଁ ସେଥିରେ କିଛି ମାନେ ମତଲବ ନାହିଁ। ଏବେ ସେଥିରେ ମୁଁ ଲୁଣ ଟିକେ ପକାଇ ଦେଉଛି। ଲୁଣ ପକାଇ ଟିକେ ଖେଳେଇ ଦେଉଛି, ଭାଜି ଦେଉଛି। ଏବେ ସେଥିରେ ଟିକେ ଚିନି ପକାଇ ଦେଉଛି। ଚିନି ଟିକେ ଫ୍ଲେଭର ଆସିବା ପାଇଁ ମାନେ ଲୁଣ ଟିକେ ମିଠା, ସେଥିପାଇଁ ଟିକେ ଅଳ୍ପ ଜଷ୍ଟ ଅଳ୍ପ ଚିନି ଦେଇଦେଲି। ଏବେ ସେଥିରେ ମୁଁ ଗରମ ପାଣି ଫୁଟେଇକି ରଖିଥିଲି, ଗରମ ପାଣି ନେଇକି ସେଟା ଟିକେ ଜନ୍ତି ଦେଉଛି। ମାନେ ସୁଜିଟାକୁ ଟିକେ ଜନ୍ତି ଦେଲେ ଆମ ପରଟାଟା ବହୁତ ବଢ଼ିଆ ଲାଗିବ, ଖାଇଲେ ତ ପାଟିରେ ମାନେ ଛାଡ଼ିବନି। ଏବେ ଆମର ଜନ୍ତନି ପୁରା ରେଡ଼ି ହେଇଗଲା। ଏବେ ତାକୁ ରେଷ୍ଟ କରି 5 ମିନିଟ୍ ଛାଡ଼ିଦେବା ଥଣ୍ଡା ହେବାକୁ। ଫ୍ୟାନ୍ ତଳେ ଯଦି ଛାଡ଼ିଦେବେ ବହୁତ ଜଲ୍ଦି ଥଣ୍ଡା ହେଇଯିବ। ଏବେ ଦେଖନ୍ତୁ ମୋର ସୁଜିଟା ଥଣ୍ଡା ହେଇଗଲାଣି। ଏବେ ସେଥିରେ ମୁଁ କିଛି ଅଳ୍ପ ଜଷ୍ଟ ଅଳ୍ପ ଅଟା ଦେଇ ଦେଇକି ଚକଟି ଦେଉଛି। ମାନେ ମାନେ ଅଲଗା ଜାଗା ନେବା ଦରକାର ନାହିଁ, ମୁଁ ସେଇ କରେଇରେ ଚକଟି ଦେଲେ ଚଳିବ, ଘର କଥା ଆଡ଼ଜଷ୍ଟ କରିଦେବା। ଏବେ ଦେଖନ୍ତୁ ମୁଁ ମାନେ ଗୋଲ ଗୋଲ କରିଦେଲି। ଟିକେ ବଡ଼ ସାଇଜ୍ର ଗୋଲ ଗୋଲ କରିବେ ବେଲିବା ପାଇଁ। ଟିକେ ମାନେ ଯଦି ଛୋଟ କରିଦେଉଛନ୍ତି ନା ପରେ ଆମର କାଟିବାର ଅଛି ନା, ବେଲି ସାରିଲା ପରେ ଯଦି ସୁଜିଟାକୁ ବେଲିବେ ସୁଜିଟା ଫାଟିବ ନା ନାହିଁ, ସେଥିପାଇଁ ପରେ ଆମେ କାଟିବା। ସେଥିପାଇଁ ମୁଁ ବଡ଼ ଗୋଳା ନେଇଛି, ବେଲି ସାରିଲା ପରେ ଯେମିତି ଆମର କାଟି ହେବ। ସେଥିପାଇଁ ତ ମୁଁ ବହୁତ ମାନେ ଟିକେ ଅଧିକ ବଡ଼ ସାଇଜ୍ର ଗୁଳା ନେଇଛି। ଦେଖନ୍ତୁ ମୁଁ ଗୋଟେ ଟିଫିନ୍ ଖୋଳ ସାଇଜ୍ରେ କାଟିଦେଲି। ଦେଖନ୍ତୁ ପରଫେକ୍ଟ ଆମର ବହୁତ ସୁନ୍ଦର ଗୋଲ ଗୋଲ ରୁଟି ହେଇଗଲା। ଆପଣମାନେ କେବେ ବି ବିଶ୍ୱାସ କରିପାରିନଥିବେ ଏତେ ସୁନ୍ଦର ସୁଜିରେ ବି ଏତେ ସୁନ୍ଦର ରୁଟି ହେଇଯିବ। ଯଦି ଆପଣ ପରଟା ସାଇଜ୍ର କରିବାକୁ ଚାହୁଁଛନ୍ତି ତାହେଲେ କରିବେ। ଏବେ ମୁଁ ତେଲଟା ଗ୍ୟାସ୍ ଉପରେ ବସାଇ ଦେଇଛି। ପ୍ୟାନ୍ଟା ଗରମ ହେଇଗଲାଣି। ଏବେ ସେଥିରେ ମୁଁ ରୁଟି ଯେଉଁ ଗୋଲ ଗୋଲ କରିଥିଲି ସେଟାକୁ ପକାଇ ଦେଉଛି ପରଟା। ଏବେ ସେଥିରେ ମୁଁ ତେଲ ମାରି ଦେଉଛି। ଆପଣ ତେଲ ବା ବଟର ବା ଘିଅ ଯାହା ବି ମାରିପାରିବେ ଆପଣଙ୍କ ଚଏସ୍ରେ। ମୁଁ ସେଥିରେ ଟିକେ ରିଫାଇନ୍ ତେଲ ମାରିଦେଲି। ଗୋଲ ଗୋଲ ପରଟା କରିଛି, ଆପଣ 3 କୋଣିଆ 4 କୋଣିଆ ଯେଉଁ ବି ସାଇଜ୍ର ପରଟା ଦେଖିଥିବେ ସେ ସାଇଜ୍ର ବେଲିକି କରିବେ, ଆଉ ଘର ଲୋକଙ୍କୁ ପରସି ଦେବେ। ଘର ଲୋକ ବହୁତ ଖୁସି ହେଇଯିବେ। ଦେଖନ୍ତୁ ମୁଁ ସର୍ଭ କରି ନେଇ ଆସିଛି। ତା ସହ ମୁଁ ମଟର ଘୁଗୁନି ଦୋକାନରୁ ନେଇ ଆସିଥିଲି, ଘରେ କରିନି, ଦୋକାନରୁ ନେଇ ଆସିଥିଲି। ଆଉ ଦହିରେ ତ ଆର ମଜା ବହୁତ ଟେଷ୍ଟି ଲାଗିଲା। ଦେଖନ୍ତୁ କେତେ ସଫ୍ଟ ହୋଇଛି ପୁରା, ମାନେ ଅଟାର ପରଟା ଠାରୁ ଏ ପରଟାଟା ବହୁତ ସଫ୍ଟ ଥିଲା। ଦେଖନ୍ତୁ ଦହିରେ ବୁଡ଼େଇ ଖାଇଲେ ବହୁତ ବଢ଼ିଆ ଲାଗୁଥିଲା। ଘୁଗୁନି ଠାରୁ ଦହିଟା ଟେଷ୍ଟି ଲାଗୁଥିଲା। ରହୁଛି, ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଗୋଟେ କରିଦେବେ।